ଆଜ୍ଞା ନମସ୍କାର। ମୁଁ ଭିଏସ୍ପି ପାୱାର ଟ୍ରାକ୍ଟର୍ସ ଲିମିଟେଡ୍ କମ୍ପାନୀରୁ ଆସିଲି। ମୁଁ ସିଏସି ଭାବରେ ଏଠାରେ ଜଣେ କାମ କରୁଛି। ମୋ ନାଁ ହେଉଛି ଦିଲ୍ଲୀପ କୁମାର ପ୍ରଧାନ। ମୁଁ ଶୁଣିବାକୁ ପାଇଲି ଆପଣ ବହୁତ ଦିନରୁ ଜଣେ ଭିଏସ୍ପି କମ୍ପାନୀ ବ୍ୟବହାର କରୁଛନ୍ତି। ପାୱାର ଟିଲର ଆଉ 2002 ମସିହାରୁ ଆଣିଛନ୍ତି। ଆଉ ରିପର ମଧ୍ୟ ଜଣେ ଏ ବର୍ଷ ଆଣିଛନ୍ତି। ଆପଣ ଏସବୁ ଜିନିଷ ଆଣିକି କଣ ସବୁ ଲାଭବାନ ହେଇଛନ୍ତି ମତେ ଟିକେ ଜଣେଇବେ। ପ୍ରଥମେ ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ। ମୋ ନାଁ ଏଲ ରାସିଆ ରେଡ୍ଡି, ଗ୍ରାମ ମାଟିଆବରାଇ, ବ୍ଲକ ପାଟପୁର। ଆମର 2002 ମସିହାରେ ପାୱାର ଟିଲର ଆଣିଛୁ। ଏବେ ବହୁତ ମୂଲିଆ ଫୁଲିଆ ନ ଆସିବା ହେତୁ, ଲୋକମାନେ ସବୁ ନ ଆସିବା ହେତୁ ଆମେ ରିଫର ଆଣିଲୁ। ରିଫରରେ ମୂଲିଆରେ 3500 ଟଙ୍କା ଖର୍ଚ୍ଚ ହେଉଛି ଏକର ପାଖରେ। ସେଠି ରିଫର ଆଣିଲେ 800-1000 ଟଙ୍କାରେ ସେ ମେକଅପ୍ ହେଉଛି। ତା ହେତୁ ଆଜ୍ଞା ଜିଏସଟି ଶକ୍ତି ପାୱାର ଟିଲର ବହୁତ ଆମକୁ 2002 ମସିହା ଠାରୁ ଆମକୁ ଉପକୃତ କରିଛନ୍ତି। କିନ୍ତୁ ଆମ ପିଲା ଛୁଆକୁ ପାଠ ପଢ଼ାପଢ଼ି କରିକିରି ପିଲାମାନେ ଗୋଟେ ପିଲା +2 ପଢୁଛି, ଗୋଟେ ପିଲା 9th ପଢୁଛି। ଆମର ବାପା ମା ସବୁ ପରିବାର ଏଇ ପାୱାର ଟିଲର ଆଣିକି ସେଇଥିରୁ ରୋଜଗାର କରିକି ଜଣେ ପିଲାମାନଙ୍କୁ ପାଠ ପଢାଉଛନ୍ତି। ସେହି 2002 ମସିହାରେ 100 ଟଙ୍କାରେ ଆଜ୍ଞା ଆମେ କଷ୍ଟ କରୁଛୁ। 3 ଲକ୍ଷ ଟଙ୍କା କାଢିଛୁ। ଗୌତମୀ, ପଦମତଳା, ନୂଆଗାଁ, ମାଟିଆବରାଇ, କେଦାରପୁର, ସାନ୍ତ୍ରାପୁର ଗୋଟେ ପାୱାର ଟିଲର ଏରିଆଟା ଗୋଟେ ବର୍ଷ ଭିତରେ 3 ଲକ୍ଷ କାଢୁଛି। 100 ଟଙ୍କାରେ ଗୋଟେ ବର୍ଷରେ 3 ଲକ୍ଷ ରୋଜଗାର କରୁଛନ୍ତି। 3 ଲକ୍ଷ ରୋଜଗାର। ପ୍ରତ୍ୟେକ ବର୍ଷ 3 ଲକ୍ଷ ଲେଖାଏଁ ରୋଜଗାର କରନ୍ତି। ଗୋଟେ ବର୍ଷରେ 3 ଲକ୍ଷ ଲେଖାଏଁ ରୋଜଗାର। ସେହି ପଇସାରେ ଆଜ୍ଞା ଆମେ ସବୁ କିଛି ଆଜି ବି ଟ୍ରାକ୍ଟର ବି ଆଣିବା ପାଇଁ ଆମେ ଟ୍ରାକ୍ଟରଟିଏ ଲାଗୁଛୁ। ତାହାକି ଚାଷ କର୍ମ କରିକି ଆଜ୍ଞା ଆମେ ବହୁତ ଉପକୃତ। କିନ୍ତୁ ଆଣିକି ଦେଖେଇକି ରାସ୍ତା ଆମକୁ ଭିଏସ୍ପି ଶକ୍ତି ପାୱାର ଟିଲର। ଆପଣଙ୍କର ପିଲାମାନେ ସବୁ ପାଠ ପଢୁଛନ୍ତି। କଣ ସବୁ ପାଠ ପଢୁଛନ୍ତି? କିଏ +2, କିଏ +3 ପଢୁଛି, କିଏ ଶିଶୁ ମନ୍ଦିର 2ଟା ପିଲା ପଢୁଛନ୍ତି। ଆଉ 2ଟା ପିଲା ସବୁ ଯାକ ଭାଇ ପରିବାର ସମସ୍ତେ ମିଶିକି ଚାଷ କାମ। ଆପଣଙ୍କର ଏଇ ଯୋଉ ଛାତ ଘର ସବୁ ଘର ଦ୍ୱାର ସବୁ ଆମକୁ ରାସ୍ତା ଦେଖେଇଛି ଭିଏସ୍ପି ପାୱାର ଟିଲର। ଭିଏସ୍ପି ପାୱାର ଟିଲର ହିଁ ଜଣେ ଆପଣଙ୍କର ରୋଜଗାର ହିଁ ଆପଣଙ୍କୁ ଏଇ ସବୁ ସଫଳତା ରାସ୍ତା ଦେଖେଇଛି। କିନ୍ତୁ ଆମେ ମଧ୍ୟ ଜାଣିନଥିଲେ ଏ ରାସ୍ତା ଠିକ୍ ହବ। କିନ୍ତୁ ଆଜି ଧାନ କଟା ପାୱାର ଟିଲର ସବୁ କିଛି ଆଣିକି ଆମକୁ ଲାଭବାନ କରିପାରିବ। ଆଉ କମ୍ପାନୀ ବିଷୟରେ କଣ କହିବେ? କମ୍ପାନୀ ତ ଯାହା ସବୁ କିଛି ଭଲ ଏକା, ଭିଏସ୍ପି କମ୍ପାନୀ ତ ସବୁଠୁ ଭଲ ଏକା। ଧନ୍ୟବାଦ ଆଜ୍ଞା।